যাত্রীবাহী বস ধক্কারে দুই স্কুটি আরোহী মৃত। ভদ্রক চান্দবালি রাজপথ পিরহাট থানাধীন সিন্দোল পঞ্চায়েত অধীন আরুহা কমারিয়া মধ্যে ঘটিছে এভଳି মর্মন্তুদ সড়ক দুর্ঘটনা। ঘটনাস্থଳରେ স্কুটি চালকଙ୍କ সমেত আরোহী দুই জଣଙ୍କର মৃত্যু ঘটিছে। তেবে মৃতক তিহিড়ি থানাধীন সয়া পঞ্চায়েত অধীন বালি চতুরি গ্রামর গোলক দাস এবং দৈতিয়ারি পুহাণ বলে জଣାଯାଇଛି। তেবে মৃতক দুই জন এক স্কুটিরে পিরহাট অভিমুখে যাଉଥିବା ବେଳେ ଚାନ୍ଦବାଲିରୁ ଆସୁଥିବା ହାସାମ ନାମକ ଏକ ଯାତ୍ରୀବାହୀ ବସ୍ ସେମାନଙ୍କୁ ସିଧାସଳଖ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିବା ବେଳେ ବସ୍ର ଚାଳକ ଏବଂ ହେଲ୍ପର କୌଶଳ କ୍ରମେ ଖସି ପଳାଇ ଯାଇଥିବା କୁହାଯାଉଛି। ତେବେ ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ଗାଡ଼ି ଚଳାଚଳ ବନ୍ଦ ରହିଛି। ମୃତକଙ୍କ ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରଶାସନିକ ଅଧିକାରୀ ସେମାନଙ୍କ ସହିତ ଆଲୋଚନା କରିବା ପରେ ଶବକୁ ବ୍ୟବଚ୍ଛେଦ କରିବା ଲାଗି ଭଦ୍ରକ ପଠାଯାଇଛି। ତେବେ ମୃତକ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ସହିତ ରାସ୍ତାରେ ହମ୍ପସ୍ ନିର୍ମାଣ ଲାଗି ଦାବି ଜୋର ଧରିଛି। ଅନ୍ୟପଟେ ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ଲାଗି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟୁଛି। ସେଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ମତ ପ୍ରକାଶ ପାଇଛି। ଆସାମ ବସ୍ ଚାନ୍ଦବାଲି ପଟରୁ ଆସି ଆମ ସିନ୍ଦୋଳ ଲକ୍ଷ୍ମୀନାରାୟଣ ପାଖାପାଖି ହବ ସିନ୍ଦୋଳରେ ଆସାମ ବସ୍ ଅତି ତୀବ୍ର ବେଗରେ ଆସି ସ୍କୁଟି ଚାଳକଙ୍କୁ ଏମିତି ଭାବରେ ମର୍ମନ୍ତୁଦ ଦୁର୍ଘଟଣା ହେଇଛି, ଅତି ଆଶ୍ଚର୍ଯ୍ୟଜନକ ଭାବେ ହେଇଛି। ଆଉ ସେ ଦୁଇଟି ସ୍କୁଟି ଚାଳକ ସ୍ପଟ୍ ଡେଥ୍ ହେଇଯାଇଛନ୍ତି। ପୋଲିସ ଫୋନ କରାଯାଇଛି ଆସୁଛନ୍ତି, 108 ଫୋନ କରାଯାଇଛି ଆସୁଛନ୍ତି, କିନ୍ତୁ ବଡ ବିଷମ ପରିସ୍ଥିତି ଏଠି। ଆଉ ବସ୍ ବାଲାଙ୍କ ମୁଁ ଯେତେ ଦୂର ମୁଁ ପ୍ରତ୍ୟକ୍ଷଦର୍ଶୀ ହିସାବରେ କହୁଛି, ବସ୍ ଚାଳକଙ୍କର ଦ୍ରୁତ ବେଗ ବା ବସ୍ ଚାଳକଙ୍କର ଦ୍ରୁତ ବେଗ ଚାଳନା ଦୃଷ୍ଟିରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା, ଏହା ବଡ ଦୁଃଖ ଆଉ ପରିତାପର ବିଷୟ। ଅତି ବିଭତ୍ସ ଦୁର୍ଘଟଣା ଦେଖି ଆମେ ସମସ୍ତେ ଚକିତ। ସେମାନେ ସନ୍ନ୍ୟାସୀ ସାଧୁସନ୍ଥ ଲୋକ, କିନ୍ତୁ କୁଆଡେ ଯାଉଥିଲେ, କଣ କରୁଥିଲେ, କୋଉ କାମରେ ଯାଉଥିଲେ ଆମେ ଜାଣିନୁ, କିନ୍ତୁ ମର୍ମନ୍ତୁଦ ଦୁର୍ଘଟଣା ଏଭଳି ଦୁର୍ଘଟଣା ମୁଁ ବି ଦେଖିନି ମୋ ଜୀବନ କାଳ ଭିତରେ। ଆଶ୍ଚର୍ଯ୍ୟ, ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ତିହିଡ଼ିରୁ ସଞ୍ଜୟ ଦାସଙ୍କ ରିପୋର୍ଟ, ଜେ ନ୍ୟୁଜ।